आज आम एस्टर विवरण पुस्तक तहर 5 पर्वटी को अध्ययन करने निमंते जीवा। ଏହି ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଅନୁଗ୍ରହର ରାଜଦଣ୍ଡ। 5 ପର୍ବର ପ୍ରଥମ ପଦରେ ଲେଖା ଅଛି, ଏଉତାରୁ ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଠିଆ ହେଲା। ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜସିଂହାସନ ଉପରେ ଉପବିଷ୍ଟ ଥିଲା। ଦେଖନ୍ତୁ, ରାଜା ସିଂହାସନରେ ଉପବେଶନ କରିଅଛନ୍ତି। ସମ୍ମୁଖରେ ତାହାଙ୍କର ରାଜ କର୍ମଚାରୀମାନେ ଅଛନ୍ତି। ସମ୍ଭବତଃ ରାଜା ନିଜର ରାଜ୍ୟ ବିଷୟ ନେଇ କିଛି ଆଲୋଚନା କରୁଥିଲେ। ଆଉ ହଠାତ୍ ସେ ଦେଖନ୍ତି ତ ସମ୍ମୁଖରେ ତାହାଙ୍କର ରାଣୀ ଆସି ଉଭା ହୋଇଛନ୍ତି। ସେ ରାଜକୀୟ ବସନ ପରିଧାନ କରିଅଛନ୍ତି। ତାହାଙ୍କର ରୂପ ଲାବଣ୍ୟ ଫୁଟି ଉଠୁଛି। ସେ ଅତି ସୁନ୍ଦର ଦେଖାଯାଉଛନ୍ତି। ଆଉ ସମ୍ଭବତଃ ସମସ୍ତଙ୍କର ଦୃଷ୍ଟି ତାହାଙ୍କ ଉପରେ ପଡ଼ିଯାଇଥିବ ଓ ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିବେ ଯେ ଏଷ୍ଟର ରାଣୀ କାହିଁକି ଏପରି ହଠାତ୍ ରାଜାଙ୍କ ନିକଟକୁ ଆସିଅଛନ୍ତି। ରାଜା ତାହାଙ୍କ ପ୍ରତି ପ୍ରାଣଦଣ୍ଡର ଆଜ୍ଞା ଦେବେ ନାହିଁ ତ? 2 ପଦରେ ଲେଖା ଅଛି, ଏଥିରେ ରାଜା ଏଷ୍ଟର ରାଣୀକି ପ୍ରାଙ୍ଗଣରେ ଠିଆ ହେବାର ଦେଖିଲା। ପୁଣି ଏଷ୍ଟର ରାଜାର ଦୃଷ୍ଟିରେ ଅନୁଗ୍ରହ ପାଇବାରୁ ରାଜା ଏଷ୍ଟର ପ୍ରତି ଆପଣା ହସ୍ତସ୍ଥିତ ସୁବର୍ଣ୍ଣ ଦଣ୍ଡ ବଢ଼ାଇଲା। ତେଣୁ ଏଷ୍ଟର ନିକଟକୁ ଆସି ରାଜଦଣ୍ଡର ଅଗ୍ରଭାଗ ଛୁଇଁଲା। ରାଜାଙ୍କ ନିକଟରେ ଯାଇ ଛିଡ଼ା ହେବା ନିମନ୍ତେ ଏଷ୍ଟର ରାଣୀ ନିଜକୁ ପ୍ରସ୍ତୁତ କରାଇଲେ ଓ ସେ ଏକ ଦୃଢ଼ ମନୋବଳ ନେଇ ରାଜାଙ୍କ ନିକଟକୁ ଗଲେ। ଆପଣଙ୍କର ମନେ ଥିବ, ଯେତେବେଳେ ସେ ପ୍ରଥମ କରି ସେହି ରୂପ ପ୍ରଦର୍ଶନୀ ପ୍ରତିଯୋଗିତାରେ ଭାଗ ନେଇଥିଲେ, ସେତେବେଳେ ସେ ନିଜକୁ ଏତେଦୂର ସୁନ୍ଦର ବସ୍ତ୍ରରେ ବା ବହୁମୂଲ୍ୟ ଅଳଙ୍କାରରେ ଅତିରିକ୍ତ ସଜାଇ ନଥିଲେ, ଯାହାକି ଅନ୍ୟ ଯୁବତୀମାନେ ବ୍ୟବହାର କରିଥିଲେ। ମାତ୍ର ତାହାଙ୍କର ବାସ୍ତବ ସୌନ୍ଦର୍ଯ୍ୟ ଦ୍ୱାରା ସେ ସେହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ଓ ରାଜାଙ୍କ ମନକୁ ହରଣ କରିନେଇଥିଲେ। ମାତ୍ର ଏହି ସମୟରେ ସମ୍ଭବତଃ ସେ ନିଜକୁ ଅତି ବହୁମୂଲ୍ୟ ବସ୍ତ୍ରରେ ସଜାଇଥିଲେ। କାରଣ ଲେଖା ଅଛି, ଏଷ୍ଟର ରାଣୀ ରାଜକୀୟ ବସନ ପରିଧାନ କରିଥିଲେ, ଯାହାର ଅର୍ଥ ସେ ସବୁଠାରୁ ଅତି ବହୁମୂଲ୍ୟ ବସ୍ତ୍ର ପରିଧାନ କରିଥିଲେ। ଯେଉଁ ବସ୍ତ୍ରଟି ଅତି ସୁନ୍ଦର ଥିଲା, ଆଉ ସେହି ବସ୍ତ୍ରଟି ସେ ପିନ୍ଧିଥିଲେ। ଆଉ ବାସ୍ତବରେ ସେଦିନ ରାଣୀ ନିଜକୁ ଅତି ସୁନ୍ଦର ସଜାଇଥିଲେ ଓ ଅତି ସୁନ୍ଦର ଦେଖାଯାଉଥିଲେ। ଯେତେବେଳେ ରାଣୀ ସେହି ରାଜଗୃହ ସମ୍ମୁଖରେ ଠିଆ ହୋଇଥିବେ, ସେତେବେଳେ ଏହା ପ୍ରକୃତିରେ ଏକ ନାଟକୀୟ ପରିବେଶ ସୃଷ୍ଟି କରିଥିବ। ରାଜା ରାଣୀଙ୍କ ପ୍ରତି ଦୃଷ୍ଟି କଲେ, କିନ୍ତୁ ପ୍ରଶ୍ନ ଉଠେ, ପ୍ରକୃତରେ ରାଜା କ'ଣ ତାହାଙ୍କର ସେହି ରାଜଦଣ୍ଡ ଉଠାଇବେ? ଆଉ ମୁଁ ବିଶ୍ୱାସ କରେ ଯେ ସେହିପରି ସ୍ଥିତିରେ ରାଣୀ ନିଶ୍ଚିତ ଭାବେ ମନେ ମନେ ପ୍ରାର୍ଥନା କରିଥିବେ, ଯଦିଓ ଏଠାରେ ସେହି ପ୍ରାର୍ଥନା ବିଷୟ ଉଲ୍ଲେଖ ହୋଇନାହିଁ। ସେ ପ୍ରକୃତିରେ ନିଜକୁ ଅତି ଅସହାୟ ଓ ଭରସାହୀନ ମନେ କରିଥିବେ। ଏହାପରେ ରାଜା ତାହାଙ୍କର ସେହି ସୁବର୍ଣ୍ଣର ରାଜଦଣ୍ଡ ରାଣୀଙ୍କ ଆଡ଼କୁ ବଢ଼ାଇ ସମ୍ଭବତଃ ଟିକେ ହସି ଦେଇଥିବେ। ଏହାପରେ ରାଣୀ ମନରେ ଟିକେ ଆଶ୍ୱାସନା ପାଇ ଆଗକୁ ବଢ଼ି ସେହି ରାଜଦଣ୍ଡର ଅଗ୍ରଭାଗକୁ ଛୁଇଁଥିବେ, କାରଣ ସେହି ସମୟର ସଂସ୍କୃତି ସେହିପରି ଥିଲା। ଆଉ ବାସ୍ତବରେ ଏଠାରେ ଆମେ ଏକ ଚମତ୍କାର ଆତ୍ମିକ ଶିକ୍ଷା ମଧ୍ୟ ପାଉଅଛୁ। ଈଶ୍ୱରଙ୍କ ବ୍ୟବସ୍ଥା ସହିତ ସେହି ମାଦୀୟ ଓ ପାରସିକ ବ୍ୟବସ୍ଥାକୁ ତୁଳନା କଲେ ଆମେ ତହିଁରେ ଏକ ସାମଞ୍ଜସ୍ୟତା ଥିବାର ଲକ୍ଷ୍ୟ କରିବାକୁ ପାରୁ। ଈଶ୍ୱରଙ୍କ ବ୍ୟବସ୍ଥା କହେ, ଯେଉଁ ପ୍ରାଣୀ ପାପ କରେ ସେ ହିଁ ମରିବ। ପ୍ରିୟ ବନ୍ଧୁ, ଈଶ୍ୱର ତହିଁରେ ପରିବର୍ତ୍ତନ ଘଟାଇ ନାହାନ୍ତି। ତାହା ଅପରିବର୍ତ୍ତନୀୟ। ସେ ନିଜର ଚରିତ୍ରକୁ ବଦଳାଇବା ବିନା ତାହାକୁ ବଦଳାଇ ପାରିବେ ନାହିଁ। ସେ ନିଜର ଅସୀମ ଦୟା ଓ ଅନୁଗ୍ରହରେ କେବଳ ତହିଁରେ ପରିବର୍ତ୍ତନ ଆଣିଦେଇପାରନ୍ତି। ଏହି ଘଟଣାର ଆଉ ଏକ ଦିଗ ମଧ୍ୟ ରହିଅଛି। ଆମେ ଦେଖୁ ଯେ ରାଜା ସେହି ରାଜଦଣ୍ଡ ଏଷ୍ଟର ରାଣୀ ଆଡ଼କୁ ବିସ୍ତାର କରିବା ଦ୍ୱାରା ସେ ତାହାକୁ ତାହାର ଜୀବନ ଦେଲେ। ଏଠାରେ ମୁଁ କହିପାରେ ଯେ ଈଶ୍ୱର ତାହାଙ୍କର ଲୋକମାନଙ୍କ ପ୍ରତି ଆଜି ମଧ୍ୟ ତାହାଙ୍କର ରାଜଦଣ୍ଡ ବିସ୍ତାର କରି ରଖିଅଛନ୍ତି। ହଁ, ଏହା ସତ୍ୟ ଯେ ସମସ୍ତେ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କ ମହିମାରୁ ଉଣା ପଡ଼ିଅଛନ୍ତି। ଆଉ ଏହା ସତ୍ୟ ଯେ ଆମ୍ଭେମାନେ ପାପ ଓ ଅପରାଧରେ ମୃତ ହୋଇଅଛୁ। ହଁ, ଏହା ସତ୍ୟ ଯେ ଯେଉଁ ପ୍ରାଣୀ ପାପ କରେ ସେ ହିଁ ମରିବ। ମାତ୍ର ଆପଣ ଦେଖନ୍ତୁ, ଆମମାନଙ୍କର ଈଶ୍ୱର ସେହି ବ୍ୟବସ୍ଥାକୁ ଅତିକ୍ରମ କରିବାକୁ ଥିଲା ଓ କେବଳ ଗୋଟିଏ ଉପାୟରେ ସେ ଏହି ଜଗତରେ ତାହାକୁ ଅତିକ୍ରମ କରିଯାଇଥିଲେ, ଆଉ ତାହା ହେଉଛି ଯେ ତାହାଙ୍କ ନିଜକୁ ଏହି ଜଗତକୁ ଆସିବାକୁ ଥିଲା ଓ ଆମମାନଙ୍କର ପାପ ସବୁକୁ ବହନ କରିବାକୁ ଥିଲା ଓ ତହିଁର ଶାସ୍ତି ଭୋଗ କରିବାକୁ ଥିଲା। ସେହି କାରଣରୁ ବ୍ୟବସ୍ଥା ଉଠିଯାଇ ନାହିଁ ବା ବ୍ୟବସ୍ଥାକୁ ଉପେକ୍ଷା କରାଯାଇ ନାହିଁ। ଯେତେବେଳେ ଈଶ୍ୱର ଆପଣଙ୍କୁ ଉଦ୍ଧାର କରନ୍ତି, ସେତେବେଳେ ଆପଣ ଜାଣି ରଖିବା ଉଚିତ ଯେ କେହି ଜଣେ ଆପଣଙ୍କ ପାପ ନିମନ୍ତେ ସେହି ଜୋରିମାନା ଦେଇଅଛନ୍ତି। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ କ୍ରୁଶରେ ପ୍ରାଣ ଦେଇଅଛନ୍ତି। ସେହି କାରଣରୁ ଈଶ୍ୱର ଏହି ଜଗତ ଉପରେ ତାହାଙ୍କର ଅନୁଗ୍ରହର ରାଜଦଣ୍ଡ ବିସ୍ତାର କରି ରଖିଅଛନ୍ତି।
ଓ ସେ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ କହନ୍ତି, ତୁମେ ମୋ ନିକଟକୁ ଆସିପାରିବ ଓ ସେହି ଅନୁଗ୍ରହର ରାଜଦଣ୍ଡ ଧରିପାରିବ ଓ ମୋ ନିକଟରୁ ସେହି ପାପ କ୍ଷମା ପାଇପାରିବ ଓ ପରିତ୍ରାଣ ପ୍ରାପ୍ତ ହୋଇପାରିବ। ବର୍ତ୍ତମାନ ଏଷ୍ଟର ରାଜାଙ୍କ ଉପସ୍ଥିତି ମଧ୍ୟକୁ ଆସିଅଛନ୍ତି ଓ ସେ ନିଜେ ସଙ୍ଗେ ସଙ୍ଗେ ଚିନ୍ତା କରନ୍ତି ଯେ ଯଦି ସେପରି ଜରୁରୀ ପରିସ୍ଥିତି ଉପୁଜି ନଥାନ୍ତା ତାହେଲେ ସେ କେବେ ହେଲେ ଏପରି ଉଦ୍ୟମ କରିନଥାନ୍ତେ। 3 ପଦରେ ଲେଖା ଅଛି, ପୁଣି ରାଜା ତାହାକୁ ପଚାରିଲା, ଆଗ ଏଷ୍ଟର ରାଣୀ, ତୁମର କି ବାଞ୍ଛା ଓ କି ପ୍ରାର୍ଥନା? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହିଁ ତାହା ତୁମ୍ଭକୁ ଦତ୍ତ ହେବ। ଯାହା ଜଣାଯାଏ, ରାଜା ରାଣୀଙ୍କର ମୁଖ ଦେଖି ଜାଣିପାରିଲେ ଯେ ରାଣୀ କୌଣସି ବିଷୟ ନିମନ୍ତେ ବଡ଼ ଦୁଃଖିତ ଅଛନ୍ତି କିମ୍ବା ତାହାଙ୍କର କିଛି ସମସ୍ୟା ରହିଅଛି। ତେଣୁକରି ସେ ତାହାଙ୍କୁ ସାନ୍ତ୍ୱନା ଦେବାକୁ ଯାଇ ଏପରି କହନ୍ତି, ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହିଁ ତାହା ତୁମକୁ ଦତ୍ତ ହେବ। କାରଣ ରାଜା ତାହାଙ୍କୁ ଖୁସି କରାଇବାକୁ ଚାହିଁଲେ। 4 ପଦରେ ଲେଖା ଅଛି, ଏଷ୍ଟର ଉତ୍ତର କଲା, ଯେବେ ମହାରାଜାଙ୍କ ଦୃଷ୍ଟିରେ ଭଲ ଦିଶେ ତେବେ ମୁଁ ଆପଣଙ୍କ ପାଇଁ ଯେଉଁ ଭୋଜ ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ ଆଜି ସେହି ଭୋଜକୁ ଆଗମନ କରନ୍ତୁ। ଏଷ୍ଟର ତାହାଙ୍କର ଅନୁରୋଧକୁ ଏଠାରେ ସିଧାସଳଖ ପରିଷ୍କାର ଭାବେ ଜଣାନ୍ତି ନାହିଁ। ସେ ଅତି ସାଧାରଣ ଭାବରେ ରାଜାଙ୍କୁ ଭୋଜିରେ ଅଂଶଗ୍ରହଣ କରିବାକୁ କହନ୍ତି ଓ ତାହାଙ୍କ ସହିତରେ ହାମନକୁ ମଧ୍ୟ ଆଣିବା ପାଇଁ କହନ୍ତି। କାରଣ ସେ ଚାହାନ୍ତି ଯେ ହାମନଙ୍କର କୂଟ ଚକ୍ରାନ୍ତ ଓ ସେ ଯେ କେବଳ ଜିହୁଦୀୟମାନଙ୍କର ମୃତ୍ୟୁ ଚାହେଁ ନାହିଁ, ମାତ୍ର ସେଥିସହିତ ରାଣୀଙ୍କର ମଧ୍ୟ ମୃତ୍ୟୁ ଚାହେଁ, ଏହି ବିଷୟ ରାଜାଙ୍କୁ ଜଣାଇବା ବେଳେ ହାମନ ଯେପରି ସେ ସ୍ଥାନରେ ଉପସ୍ଥିତ ରହେ। ଏଷ୍ଟର ଯାହା କଲେ ତାହା ଏକ ଦୁଃସାହସିକ ଓ ସାହସିକତାର କାର୍ଯ୍ୟ ଥିଲା। ସେ ଜାଣିଥିଲେ ଯେ ଏପରି ଭାବେ ରାଜାଙ୍କ ନିକଟକୁ ଯିବା ଦ୍ୱାରା ସେ ସମ୍ଭବତଃ ମୃତ୍ୟୁବରଣ କରିପାରନ୍ତି, ମାତ୍ର ସେ ତଥାପି ମନରେ ସାହସ ବାନ୍ଧି ରାଜାଙ୍କ ନିକଟକୁ ଗଲେ। କାରଣ ଜାଣିପାରିଲେ ଯେ ତାହାଙ୍କର ଲୋକମାନଙ୍କ ସାହାଯ୍ୟ ନିମନ୍ତେ ସେ ହିଁ କେବଳ ଜଣେ ଯେ କି କିଛି କରିପାରିବେ। ତାଛଡ଼ା ଈଶ୍ୱର ମଧ୍ୟ ତାହାଙ୍କୁ ସେହି ପ୍ରକାର ସ୍ଥିତିରେ ରଖିଥିଲେ ଯେପରି ସେ ତାହାଙ୍କର ଲୋକମାନଙ୍କର ଉପକାରରେ ଆସିପାରନ୍ତି ଓ ଈଶ୍ୱରଙ୍କର ମହତ୍ ଅଭିପ୍ରାୟ ସଫଳ ହେବାକୁ ପାରେ। ଯେହେତୁ ଈଶ୍ୱର ସମସ୍ତ ବିଷୟକୁ ଏହିପରି ଭାବେ ତାହାଙ୍କର ଅଧୀନରେ ରଖି ନିୟନ୍ତ୍ରଣ କରୁଥିଲେ। ପ୍ରିୟ ବନ୍ଧୁ, ସେହିପରି ଆମ ପ୍ରତ୍ୟେକଙ୍କୁ ଦିନେ ନା ଦିନେ ଆମମାନଙ୍କର ରାଜାମାନଙ୍କର ରାଜାଙ୍କ ସମ୍ମୁଖରେ ଛିଡ଼ା ହେବାକୁ ପଡ଼ିବ। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ତାହାଙ୍କ ସମ୍ମୁଖରେ ଛିଡ଼ା ହେବେ ସେହି ପୁରସ୍କାରର ଅଧିକାରୀ ହେବା ନିମନ୍ତେ। ଏହି ବିଚାର ସେହି ଖ୍ରୀଷ୍ଟଙ୍କ ଦ୍ୱାରା ସାଧିତ ହେବ। ମାତ୍ର ଆଉ ଏକ ବିଚାର ମଧ୍ୟ ରହିଅଛି, ଆଉ ତାହା କେବଳ ବିନାଶପ୍ରାପ୍ତମାନଙ୍କ ନିମନ୍ତେ। ଆଉ ଏହା ସେହି ମହାନ ଶ୍ୱେତ ସିଂହାସନ ନିକଟରେ ହେବ, ଯେଉଁଠାରେ କି ସେମାନେ ସେମାନଙ୍କର କର୍ମାନୁଯାୟୀ ବିଚାରିତ ହେବେ। ରାଜା ଯେପରି ଏଷ୍ଟରଙ୍କ ପ୍ରତି ତାହାଙ୍କର ସେହି ରାଜଦଣ୍ଡ ବଢ଼ାଇଥିଲେ ଓ ସେ ଆଗକୁ ଯାଇ ତାହାକୁ ଛୁଇଁଲେ, ସେହିପରି ଈଶ୍ୱର ଆଜି ମଧ୍ୟ ତାହାଙ୍କର ସେହି ଅନୁଗ୍ରହ ରୂପ ରାଜଦଣ୍ଡ ବିସ୍ତାର କରି ରଖିଅଛନ୍ତି ଓ ସେ ଆମମାନଙ୍କୁ ତାହାକୁ ଆଗ ବଢ଼ି ବିଶ୍ୱାସର ସହିତ ସ୍ପର୍ଶ କରିବାକୁ କହନ୍ତି ଓ ସେହି ପରିତ୍ରାଣର ଅଧିକାରୀ କରାଇବାକୁ ଚାହାନ୍ତି। ଆମ୍ଭେମାନେ ଯେ ସୁନ୍ଦର ଏଥିଲାଗି ସେ ଆମମାନଙ୍କ ପ୍ରତି ଅନୁଗ୍ରହକାରୀ ତାହା ନୁହେଁ, କାରଣ ଆମମାନଙ୍କର ସେପରି କିଛି ଉତ୍ତମତା ବା ପବିତ୍ରତା ବା ସୁନ୍ଦରତା ନାହିଁ। ମାତ୍ର ତାହାଙ୍କର ଅସୀମ ଅନୁଗ୍ରହ ହେତୁ ସେ ଆମମାନଙ୍କ ପ୍ରତି ତାହାଙ୍କର ମହାଦୟାର ଦଣ୍ଡ ବିସ୍ତାର କରି ରଖିଅଛନ୍ତି। ବର୍ତ୍ତମାନ ହେଉଛି ଅନୁଗ୍ରହର ଯୁଗ। ସେହି ଅନୁଗ୍ରହ ସେ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଏହି ଜଗତ ପ୍ରତି ପ୍ରକାଶ କରିଅଛନ୍ତି। ସେ ଚାହାନ୍ତି ଆମେ ଯେପରି ସେହି ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କଠାରେ ବିଶ୍ୱାସ କରୁ ଓ ତାହାଙ୍କୁ ନିଜ ହୃଦୟରେ ଗ୍ରହଣ କରି ସେହି ପରିତ୍ରାଣ ତଥା ଅନନ୍ତ ଜୀବନର ଅଧିକାରୀ ହେଉ। ଏହାପରେ 5 ପଦରେ ଲେଖା ଅଛି, ଏଥିରେ ରାଜା କହିଲା, ଏଷ୍ଟରର କଥା ଅନୁସାରେ ଶୀଘ୍ର କର୍ମ କରିବା ପାଇଁ ହାମନକୁ କୁହ। ଅନନ୍ତର ରାଜା ଓ ହାମନ ଏଷ୍ଟରର ପ୍ରସ୍ତୁତ ଭୋଜକୁ ଆସିଲେ। ଏଠାରେ ଆପଣ ରାଜାଙ୍କର ଭାବକୁ ଲକ୍ଷ୍ୟ କରିପାରୁଥିବେ। ସେ କହନ୍ତି, ଏଷ୍ଟରର କଥା ଅନୁସାରେ ଶୀଘ୍ର କର୍ମ କରିବା ପାଇଁ ହାମନକୁ ବୋଲ। ଦେଖନ୍ତୁ, ରାଜା ଯଦିଓ ହାମନକୁ ଉଚ୍ଚ ପଦରେ ସମ୍ମାନିତ କରାଇଥିଲେ ଓ ତାହାଙ୍କୁ ପ୍ରଧାନମନ୍ତ୍ରୀର ପଦରେ ରଖିଥିଲେ, ମାତ୍ର ଯେତେବେଳେ ଏଷ୍ଟର ରାଣୀଙ୍କ ବିଷୟକୁ ଦୃଷ୍ଟି ଆଗରେ ରଖି ଚିନ୍ତା କରାଯାଏ, ସେତେବେଳେ ହାମନ ଏଷ୍ଟରଙ୍କର ଆଦେଶକୁ ପାଳନ କରିବାକୁ ଥିଲା ଓ ତାହାଙ୍କର କଥା ଅନୁଯାୟୀ କାର୍ଯ୍ୟ କରିବାକୁ ଥିଲା, ଯେହେତୁ ସେ ହେଉଛନ୍ତି ରାଣୀ। ଏହି ରୂପେ ରାଣୀ ସେହି ସୁଯୋଗର ଫାଇଦା ହାସଲ କରିବାକୁ ଚେଷ୍ଟା କଲେ। ରାଜା ଓ ହାମନ ଏଷ୍ଟର ରାଣୀଙ୍କର ସେହି ଭୋଜିରେ ଆସି ଯୋଗଦାନ କଲେ। 6 ପଦରେ ଲେଖା ଅଛି, ଏଥିରେ ରାଜା ଭୋଜରେ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟରକୁ କହିଲା, ତୁମ୍ଭର ନିବେଦନ କ'ଣ? ତାହା ତୁମ୍ଭକୁ ଦତ୍ତ ହେବ। ପୁଣି ତୁମ୍ଭର ପ୍ରାର୍ଥନା କ'ଣ? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହିଁ ତାହା ସିଦ୍ଧ ହେବ। ବାସ୍ତବରେ ସେହି ଭୋଜି ସମୟରେ ଏଷ୍ଟର ସମ୍ଭବତଃ ଭୟ ପାଇଥିଲେ ଓ ରାଜା ମଧ୍ୟ ରାଣୀଙ୍କର ମୁଖକୁ ଦେଖି ଜାଣିବାକୁ ପାରିଲେ ଯେ ବୋଧହୁଏ କିଛି ବିଷୟ ନେଇ ରାଣୀ ବଡ଼ ସମସ୍ୟାରେ ପଡ଼ିଛନ୍ତି। ତେଣୁକରି ସେ ଏଷ୍ଟରଙ୍କର ନିବେଦନ ପ୍ରକୃତରେ କ'ଣ ତାହା ଜାଣିବାକୁ ଚାହିଁଲେ।
ଓ ତାହାଙ୍କୁ ତାହାଙ୍କ ରାଜ୍ୟର ଅର୍ଦ୍ଧେକ ଦେବେ ବୋଲି ପ୍ରତିଜ୍ଞା କଲେ। ଏଠାରେ ଆମେ ଦେଖିବାକୁ ପାରୁଛୁ ଯେ ରାଜାଙ୍କର ଏହିପରି କଥା ରାଣୀଙ୍କୁ ଯାହା ଇଚ୍ଛା ତାହା ମାଗିବା ନିମନ୍ତେ ସୁଯୋଗ ଦେଇଥିଲା ଓ ତାହାଙ୍କୁ ସ୍ୱାଧୀନତା ଦେଇଥିଲା। ଏଠାରେ ମଧ୍ୟ ଆମକୁ ଏକ ମହାନ ଆତ୍ମିକ ଶିକ୍ଷା ମିଳେ ଯେ ଈଶ୍ୱର ତାହାଙ୍କର ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମ୍ଭମାନଙ୍କୁ ସେହି ସ୍ୱାଧୀନତା ଓ ସୁଯୋଗ ଦେଇଅଛନ୍ତି, ଯେପରି ଆମେ ସେହି ଆଶୀର୍ବାଦର ତଥା ଅନୁଗ୍ରହର ଅଧିକାରୀ ହେଉ। ସେଥିପାଇଁ ଫିଲିପି 4:19 ପ୍ରେରିତ ପାଉଲ ଏହିପରି ଉଲ୍ଲେଖ କରନ୍ତି, ପୁଣି ମୋହର ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ। ସେ ରାଜାମାନଙ୍କଠାରୁ ମହାନ ଓ ସେ ଆମମାନଙ୍କର ଉଦ୍ଧାରକର୍ତ୍ତା। ସେ ସେହି ଅନୁଗ୍ରହର ରାଜଦଣ୍ଡ ଆଜି ସମଗ୍ର ଜଗତ ଉପରେ ବିସ୍ତାର କରି ରଖିଅଛନ୍ତି। ଆମମାନଙ୍କର କର୍ତ୍ତବ୍ୟ ହେଉଛି ଦୃଢ଼ ବିଶ୍ୱାସର ସହିତ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହୋଇ ସେହି ରାଜଦଣ୍ଡକୁ ସ୍ପର୍ଶ କରିବା ଓ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହେବା। ମାତ୍ର ଏଠାରେ ପ୍ରଶ୍ନ ହେଉଛି ଯେ ସେହି ନିଷ୍ଠୁର ରାଜା କାହିଁକି ଏଷ୍ଟରଙ୍କ ପ୍ରତି ଦୟା ପ୍ରକାଶ କରି ତାହାଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ହେଲେ? ହିତୋପଦେଶ 21:1 ଲେଖା ଅଛି, ରାଜାର ଅନ୍ତଃକରଣ ସଦାପ୍ରଭୁଙ୍କ ହସ୍ତରେ ଜଳ ପ୍ରଣାଳୀ ତୁଲ୍ୟ ଥାଏ, ସେ ଯେଉଁଆଡ଼େ ଇଚ୍ଛା ସେଆଡ଼େ ତାହା ଫେରାନ୍ତି। ଏହି ଏଷ୍ଟରଙ୍କ ଘଟଣାରେ ପ୍ରଭୁ ରାଜାଙ୍କୁ ମଧ୍ୟ ତାହାଙ୍କର ଅଭିମତ ଅନୁଯାୟୀ ବ୍ୟବହାର କରୁଅଛନ୍ତି। ଏହି ସମସ୍ତ ପ୍ରଭୁଙ୍କ ଆଡ଼ୁ ଘଟିବାକୁ ଯାଉଅଛି। 5 ପର୍ବର 7-8 ମଧ୍ୟରେ ଏହିପରି ଲେଖା ଅଛି, ତହିଁରେ ଏଷ୍ଟର ଉତ୍ତର ଦେଲା, ମୋର ନିବେଦନ ଓ ପ୍ରାର୍ଥନା ଏହି, ମୁଁ ଯେବେ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ପୁଣି ମୋହର ନିବେଦନୀୟ ବିଷୟ ଦେବାକୁ ଓ ପ୍ରାର୍ଥନା ସିଦ୍ଧ କରିବାକୁ ଯେବେ ମହାରାଜ ତୁଷ୍ଟ ହୁଅନ୍ତି, ତେବେ ମୁଁ ଯେଉଁ ଭୋଜ ଆପଣମାନଙ୍କ ନିମନ୍ତେ ପ୍ରସ୍ତୁତ କରିବି, ତହିଁକି ମହାରାଜ ଓ ହାମନ ଆସନ୍ତୁ। ମୁଁ କାଲି ମହାରାଜାଙ୍କ ଆଜ୍ଞାନୁସାରେ କହିବି। ଦେଖନ୍ତୁ, ଏଷ୍ଟର ରାଣୀ ଏପର୍ଯ୍ୟନ୍ତ ସୁଦ୍ଧା ରାଜାଙ୍କୁ ତାହାଙ୍କର ଅନୁରୋଧ ସ୍ପଷ୍ଟ ଭାବେ ଜଣାଇବାକୁ ସାହସ କରୁନାହାନ୍ତି। ତେଣୁକରି ସେ ତହିଁଆର ଦିନ ଆଉ ଏକ ଭୋଜିର ଆୟୋଜନ କରି ରାଜା ଓ ହାମନଙ୍କୁ ମଧ୍ୟ ନିମନ୍ତ୍ରଣ ଜଣାଉଛନ୍ତି, ଯେପରି ସେମାନେ ଆସି ତହିଁରେ ଯୋଗଦାନ କରିବେ ଓ ସେ ସେତେବେଳେ ତାହାଙ୍କର ଅନୁରୋଧ ସ୍ପଷ୍ଟ ଭାବେ ଜଣାଇବେ। 9 ଲେଖା ଅଛି, ତରେ ସେହିଦିନ ହାମନ ଆନନ୍ଦିତ ଓ ହୃଷ୍ଟଚିତ ହୋଇ ବାହାରକୁ ଗଲା। ମାତ୍ର ହାମନ ରାଜଦ୍ୱାରରେ ଆପଣା ସମ୍ମୁଖରେ ମର୍ଦ୍ଦଖୟକୁ ଉଠି ଠିଆ ନ ହେବାର କିମ୍ବା ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖୟ ବିରୁଦ୍ଧରେ କ୍ରୋଧରେ ପରିପୂର୍ଣ୍ଣ ହେଲା। ଦେଖନ୍ତୁ, ହାମନ ଅତି ହୃଷ୍ଟଚିତ ହୋଇ ଆନନ୍ଦରେ ସେହି ଭୋଜିରୁ ବାହାରି ଆସିଲା, କାରଣ ସେ ରାଜା ଓ ରାଣୀଙ୍କର ଏକମାତ୍ର ଅତିଥି ବୋଲି ଭାବି ନିଜକୁ ଅତି ଗର୍ବିତ ମନେ କରୁଥିଲା ଓ ସେ ଯେ ପୁନର୍ବାର ତହିଁଆର ଦିନ ସେହି ଭୋଜି ନିମନ୍ତେ ନିମନ୍ତ୍ରିତ ହୋଇଥିଲା, ସେଥିଲାଗି ସେ ନିଜକୁ ଆହୁରି ଗର୍ବ ଅନୁଭବ କରୁଥିଲା। କିନ୍ତୁ ତାହାର ସେହି ଗର୍ବ ଯେ ତାହାର ପତନର କାରଣ ହେବାକୁ ଯାଉଅଛି, ତାହା ସେ ଜାଣିପାରିନଥିଲା। ହିତୋପଦେଶ 16:18 ଲେଖା ଅଛି, ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ, ପୁଣି ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ। ଯେତେବେଳେ ହାମନ ସେହି ଭୋଜିରୁ ବାହାରି ଆସିଛି, ସେତେବେଳେ କେବଳ ମର୍ଦ୍ଦଖୟଙ୍କ ବ୍ୟତୀତ ସମସ୍ତ ରାଜକର୍ମଚାରୀମାନେ ତାହାକୁ ନତମସ୍ତକ ହେଲେ। କିନ୍ତୁ ହାମନ ତାହା ଦେଖି କ୍ରୋଧରେ ପରିପୂର୍ଣ୍ଣ ହେଲା ଓ ମର୍ଦ୍ଦଖୟର ପ୍ରତିଶୋଧ ନେବାକୁ ମନରେ ସ୍ଥିର କଲା। 10 ଓ 11 ଲେଖା ଅଛି, ତଥାପି ହାମନ ଆପଣା କ୍ରୋଧ ସମ୍ଭାଳି ଗୃହକୁ ଗଲା, ପୁଣି ଆପଣା ମିତ୍ରଗଣକୁ ଓ ଆପଣା ଭାର୍ଯ୍ୟା ସେରସକୁ ଡକାଇ ଆଣିଲା। ଆଉ ହାମନ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଅଛନ୍ତି ଓ କିରୂପେ ତାହାକୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଅଛନ୍ତି, ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲା। ଦେଖନ୍ତୁ, ହାମନ ଗର୍ବରେ ଫୁଲିଗଲା। ସେ ନିଜକୁ ନିଜେ ଉଚ୍ଚୀକୃତ କଲା। ସାଧାରଣ ଆପଣ ଦେଖିବେ, ଯେତେବେଳେ ଜଣେ ନିଜକୁ ଉଚ୍ଚୀକୃତ କରେ, ସେତେବେଳେ ସେ ପ୍ରଥମେ ନିଜର ଧନ ନିମନ୍ତେ ଗର୍ବ କରେ, ଏହାପରେ ନିଜର ସନ୍ତାନ ସନ୍ତତିମାନଙ୍କ ନିମନ୍ତେ ଗର୍ବ କରେ ଓ ଶେଷରେ ସେ ନିଜର ପଦ ପଦବୀ ନେଇ ଗର୍ବ କରେ। ହାମନର ଜୀବନରେ ଠିକ୍ ତାହା ହିଁ ଘଟିଲା। 12 ଲେଖା ଅଛି, ହାମନ ଆହୁରି କହିଲା, ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜକୁ ମୋ ବିନୁ ଆଉ କାହାକୁ ରାଜାଙ୍କ ସଙ୍ଗେ ଯିବାକୁ ଦେଇନାହାନ୍ତି। ପୁଣି କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଅଛି। ଆଉ ଏକ ବିଷୟ ଆପଣ ଲକ୍ଷ୍ୟ କରିବେ, ଯାହାକି ମନୁଷ୍ୟ ଗର୍ବ କରେ, ଆଉ ତାହା ହେଉଛି ଯେ ସେମାନେ ମହିଳାମାନଙ୍କ ସହିତ ମିଶିଗଲେ ନିଜକୁ ଅତି ବଡ଼ ମନେ କରନ୍ତି। ହାମନ ଏଷ୍ଟର ରାଣୀଙ୍କ ସହିତ ପ୍ରଥମ ଦିନ ଭୋଜିରେ ଯୋଗ ଦେଇଥିଲା ଓ ସେ ତହିଁଆର ଦିନ ମଧ୍ୟ ଯୋଗ ଦେବାକୁ ଯାଉଥିଲା। ତେଣୁକରି ରାଣୀଙ୍କ ସହିତ ଭୋଜନରେ ବସିବାର ସୁଯୋଗ ପାଇ
ହାମନ୍ ନିଜକୁ ଅତି ବଡ଼ ମନେ କରୁଥିଲା। ମାତ୍ର ସେ ଜାଣିନଥିଲା ତାହା ପ୍ରତି କ'ଣ ଘଟିବାକୁ ଯାଉଅଛି। 13 ପଦରେ ଲେଖା ଅଛି, ମାତ୍ର ଯେପର୍ଯ୍ୟନ୍ତ ମୁଁ ଜିହୁଦୀୟ ମର୍ଦ୍ଦଖୟକୁ ରାଜଦ୍ୱାରରେ ବସିବାର ଦେଖୁଥିବି, ସେ ପର୍ଯ୍ୟନ୍ତ ଏହିସବୁରେ ମୋହର କିଛି ଫଳ ନାହିଁ। ହାମନ୍ଙ୍କ ପ୍ରତି ମର୍ଦ୍ଦଖୟ କେବଳ ମାତ୍ର ଜଣେ ବ୍ୟକ୍ତି ଯେ କି ନତମସ୍ତକ ହେଲେ ନାହିଁ। ଆଉ ଏହା ହାମନ୍ଙ୍କ ପ୍ରତି ଅତି ଅସହ୍ୟ ହୋଇପଡ଼ିଲା। ସେ ତାହା ମନରୁ ଭୁଲି ପାରିଲେ ନାହିଁ। ମର୍ଦ୍ଦଖୟ ପରି ଜଣେ ସାଧାରଣ ମନୁଷ୍ୟ ହାମନ୍ ପରି ଉଚ୍ଚପଦ ପ୍ରାପ୍ତ ଅଧିକାରୀକୁ ନତମସ୍ତକ ନ ହେବା ହାମନ୍ ପ୍ରତି ଘୋର ଅପମାନଜନକ ତଥା ନିନ୍ଦାର ବିଷୟ ହୋଇପଡ଼ିଲା। ମାତ୍ର ଏହା ଏକ ସାଧାରଣ ଓ ଅତି ଛୋଟ ବିଷୟ ଥିଲା। ହାମନ୍ ପରି ଲୋକ ତାହାକୁ ଭ୍ରୂକ୍ଷେପ କରିବା କଥା ନୁହେଁ। ମାତ୍ର ହାମନ୍ ସେହି ଛୋଟ ବିଷୟ ନେଇ ମଧ୍ୟ ଅତି ଚିନ୍ତିତ ହୋଇପଡ଼ିଥିଲା, ଯଦ୍ୱାରା ହାମନ୍ ନିଜକୁ ମଧ୍ୟ ଜଣେ କ୍ଷୁଦ୍ର ମନୁଷ୍ୟ ଭାବେ ପ୍ରକାଶିତ କରାଇଲା, ଯେହେତୁ ସେ ଛୋଟ ଛୋଟ ବିଷୟକୁ ନେଇ ମଧ୍ୟ ବଡ଼ ଚିନ୍ତିତ ହୋଇପଡ଼ିଥିଲା। ଦେଖନ୍ତୁ ସେ କ'ଣ କରିବାକୁ ଯାଉଅଛି। 14 ପଦରେ ଲେଖା ଅଛି, ତେଣୁ ତାହାର ଭାର୍ଯ୍ୟା ସେରସ୍ ଓ ମିତ୍ର ସମସ୍ତେ ତାହାକୁ କହିଲେ, 50 ହାତ ଉଚ୍ଚ ଏକ ଫାଶୀ କାଠ ପ୍ରସ୍ତୁତ କରାଯାଉ, ପୁଣି ମର୍ଦ୍ଦଖୟକୁ ତହିଁରେ ଫାଶୀ ଦେବା ପାଇଁ କାଲି ପ୍ରାତଃକାଳେ ରାଜାଙ୍କୁ କୁହ। ତହିଁ ତାରୁ ହୃଷ୍ଟ ହୋଇ ରାଜାଙ୍କ ସହିତ ଭୋଜକୁ ଯାଅ। ଏହି କଥାରେ ହାମନ୍ ସନ୍ତୁଷ୍ଟ ହୋଇ ସେହି ରୂପ ଫାଶୀ କାଠ ପ୍ରସ୍ତୁତ କରାଇଲା। ଦେଖନ୍ତୁ ତାହାର ସ୍ତ୍ରୀ ଓ ମିତ୍ରମାନେ ତାହାକୁ ଏକ ଫାଶୀ କାଠ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଲେ, ଯାହାକି ମର୍ଦ୍ଦଖୟ ନିମନ୍ତେ। ହାମନ୍ ଜାଣିନଥିଲା ଯେ ସେହି ଫାଶୀ କାଠ ତାର ନିଜ ପାଇଁ ସେ ପ୍ରସ୍ତୁତ କରୁଛି। କିନ୍ତୁ ଏହିପରି ଏକ 50 ହାତ ଉଚ୍ଚର ଫାଶୀ କାଠ କରିବା ହାମନ୍ର ହୃଦୟର ତିକ୍ତତାକୁ ପ୍ରକାଶ କରେ। ସେ ନିଜର ଗର୍ବରେ ଅନ୍ଧ ହୋଇ ନିଜର ହିତାହିତ ଜ୍ଞାନକୁ ମଧ୍ୟ ହରାଇ ବସିଲା ଓ ନିଜର କ୍ରୋଧ ସମ୍ବରଣ କରି ନ ପାରି ମର୍ଦ୍ଦଖୟର ପ୍ରତିଶୋଧ ନେବାକୁ ଚାହିଁଲା। ମାତ୍ର ଫଳ କ'ଣ ହେଲା? ସେ ନିଜେ ସେହି ଫାଶୀ କାଠରେ ଝୁଲିଲା, ଯାହାକି ଆମେ ପରବର୍ତ୍ତୀ ଅଂଶରେ ଲକ୍ଷ୍ୟ କରିବାକୁ ପାରିବା। ପ୍ରିୟ ବନ୍ଧୁ, ଯେ ପର ପାଇଁ ଖାତ ଖୋଳେ ସେ ନିଜେ ସେହି ଖାତରେ ପଡ଼େ। ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ତେଣୁକରି ପ୍ରିୟ ବନ୍ଧୁ, କେବେ ହେଲେ ଅନ୍ୟ ପାଇଁ ଖାତ ଖୋଳନ୍ତୁ ନାହିଁ। କାରଣ ମନୁଷ୍ୟ ଯଦି ଅନ୍ୟର ଅମଙ୍ଗଳ ଚାହେଁ, ତାହେଲେ ସେ ନିଶ୍ଚିତ ଭାବରେ ନିଜେ ସେହି ଅମଙ୍ଗଳର ସମ୍ମୁଖୀନ ହେବ। ଯେହେତୁ ଆମମାନଙ୍କର ସୃଷ୍ଟିକର୍ତ୍ତା ଈଶ୍ୱର ସେ ସମସ୍ତଙ୍କୁ ପ୍ରେମ କରନ୍ତି। ସମସ୍ତ ମନୁଷ୍ୟଙ୍କ ପାଇଁ ତାହାଙ୍କର କିଛି ନା କିଛି ଯୋଜନା ରହିଅଛି। ଆଉ ଯେତେବେଳେ ଆମମାନେ ନିଜ ଇଚ୍ଛାରେ କାର୍ଯ୍ୟ କରି ଆମମାନେ ଅନ୍ୟର ବିନାଶ ଚାହୁଁ, ସେତେବେଳେ ଈଶ୍ୱର ଆମମାନଙ୍କ ପ୍ରତି ବିନାଶ ଘଟାଇବେ। କାରଣ ସେ କହନ୍ତି, କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ, କାରଣ ପ୍ରତିଶୋଧ ନେବା ଆମର କର୍ତ୍ତବ୍ୟ, ଆମେ ପ୍ରତିଫଳ ଦେବା। ତେଣୁ ଆଜି ଆମମାନଙ୍କ ବିରୁଦ୍ଧରେ ଯିଏ ଯାହା କଲେ ମଧ୍ୟ ଆମମାନେ ତାହା ବିରୁଦ୍ଧରେ କିଛି କରିବା ଉଚିତ ନୁହେଁ। ଆଉ ଆମେ ସେହି ସମସ୍ତ ବିଷୟ ଈଶ୍ୱରଙ୍କ ହସ୍ତରେ ଛାଡ଼ିଦେବା ଉଚିତ। ଆଉ ଈଶ୍ୱର ଠିକ୍ ସମୟରେ ଠିକ୍ ଭାବରେ ଉଚିତ ଭାବରେ ତାହାର ବିଚାର କରିବେ। କିନ୍ତୁ ଯେତେବେଳେ ଆମମାନେ କାହାର ଅମଙ୍ଗଳ ପାଞ୍ଚୁ, ଆମମାନେ କାହାର ବିନାଶ ଚାହୁଁ, ସେତେବେଳେ ଈଶ୍ୱର ଅସନ୍ତୁଷ୍ଟ ହୁଅନ୍ତି। ଯେହେତୁ ସେ ସମସ୍ତ ଈଶ୍ୱରଙ୍କ କାର୍ଯ୍ୟ, ତେଣୁ ଆମେ ଆସୁ ଆମମାନଙ୍କର ଜୀବନରେ ଯେ କେହି ଆମମାନଙ୍କ ପାଇଁ କୌଣସି ପ୍ରକାର ଅମଙ୍ଗଳ ପାଞ୍ଚେ, ଆମେ ତାହାର ଅମଙ୍ଗଳ ପାଞ୍ଚିବା ଉଚିତ ନୁହେଁ। ବରଂ ଆମେ ତାହା ନିମନ୍ତେ ପ୍ରାର୍ଥନା କରିବା ଉଚିତ, ତାହାର ମଙ୍ଗଳ କାମନା କରିବା ଉଚିତ। ତାହେଲେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ ଏବଂ ଆମମାନଙ୍କର ପ୍ରତ୍ୟେକଟି ବିଷୟରେ ସେ ଆମମାନଙ୍କୁ ସାହାଯ୍ୟ କରିବେ ଓ ଆମମାନଙ୍କୁ ସଫଳତା ପ୍ରଦାନ କରିବେ। ମୁଁ ମୋ ଜୀବନରେ ଦେଖିଛି ଯେ ଯେଉଁମାନେ ଅନ୍ୟର ବିନାଶ ଚାହାନ୍ତି, ଅନ୍ୟ ପାଇଁ ଖାତ ଖୋଳନ୍ତି, ସେମାନେ ନିଜେ ତହିଁରେ ପଡ଼ନ୍ତି, ଯାହାକି ପ୍ରଭୁଙ୍କର ବାକ୍ୟ ମଧ୍ୟ ଆମମାନଙ୍କୁ ଚେତାଇ ଦିଏ। ତେଣୁ ଆସୁ ଆମେ ପ୍ରତ୍ୟେକ ଏଥି ନିମନ୍ତେ ସତର୍କ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଏକ ସତର୍କତାର ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ।